पादुका पूजा मो पे एक गल्प नुहे, ए हूँ आम भारतीय संस्कृति हजि जाउथिबा यौथ परिवार भितर थिबा मोहनीय संपर्कर एक आलेख्य। एठी एमिति एक संपर्कर कथा कह जाउछि बा कहिबार प्रयास करा जाइछि जहा दबा नबा आशा प्रत्याशा एवं प्रतिश्रुति इत्यादि गणितर बहु ऊर्ध्वरे। एठी एक निसर्त एवं सात्विक संपर्कर कथा कहिबाकू प्रयास करा जाइछि। बाबू गोटे पैसा दियो बाबू। बाबू नियो भगवान आपनकर मंगल करंतु आज्ञा। टिके रुह आज्ञा, टिके रुह। हो बाबू। प्रभानी प्रभानी कौन है? अरे देखे आज भी मौसा भिकारी को अटके क्या देखी किलो एकुटिया तो भिकारीटा मौसा की मौसा तो कहीं ना। अरे मौसा भिकारी को अटके भितर को आसले आसले नियो आज्ञा चप्पल पिंधिकी देख हो कि नहीं। ठीक हो बाबू। प्रभानी तू एते जोर से हसी देलु मौसम भारी खराब लगी कथाटा भल है। बापा जदि जानिबे तू मते कहीं डाकथुलु सेटा मोर भूल हो गला ना। छाड़ से कथा, तू एते कथा चिंता करनी। मौसा तो भले नुहति जे किए हसिला काहे हसिला से कथा से पचारिबे। जदि पचारिबे तू मो ऊपर छाड़ देबो, मु ठीक ठीक बुझे देबो। तू कौन कहबो मु सुने? कहिबे मौसा आपन जेतले भिखारी को चप्पल दियंती रीना आपन को देखि हसे। ई नहीं से किसी नहीं तुम जाओ। किसी नहीं माने रीना कौन है? नहीं से विधान मौसा भिकारी को चप्पल दउतले तो प्रभानी ताको देखि हसिला सेति पई मु ताको गोडैतले। कौन है तुम मैंने स्तर को आसीगल विधान बाबू को भली गुरुजन लोक को तमें तुम सस्ता आलोचना भितर का सारे। वाह चमत्कार।
ମୁଁ ପିଲାମାନଙ୍କୁ ଦୋଷ ଦେଉନି ସେବ, ଦୋଷ ଦେଉଛି ତମକୁ। ସେଦିନ ମୁଁ ପ୍ରତିବାଦ କରିଥିଲି, ଅନ୍ତତଃ ପିଲାମାନଙ୍କ ଆଗରେ ଅନ୍ୟ ଘରର ଆଲୋଚନା କରିବା ଅନୁଚିତ। ଏବେ ଫଳ କ'ଣ ହେଲା ଦେଖୁଛ ତ? ବାପାଠୁ ଭଳି ଗୁରୁଜନ ଲୋକଙ୍କୁ କ'ଣ ମିଳିଲା ଦେଖିଲ ତ? ମୁଁ କ'ଣ ସେମାନଙ୍କୁ କହିଦେଇଛି? କଥା ଆଉ ବଢ଼ାନି ସେବ, ଅନ୍ତତଃ ମୋ କାନକୁ ଆସିବା ଆଗରୁ ତମେ ସମସ୍ତେ ଯାଇ ବିଧାନ ବାବୁଙ୍କୁ କ୍ଷମା ମାଗିବା ଉଚିତ ଥିଲା। ବାପା ମୋର ଭୁଲ ହେଇଯାଇଛି। ମତେ ଭୁଲ ମାଗିଦେଇ ବିଧାନ ବାବୁଙ୍କ ପ୍ରତି କରିଥିବା ଆକ୍ଷେପକୁ ଏଡ଼େଇ ଦିଆଯାଇପାରେ ନା ପ୍ରଭା? କ'ଣ ଜାଣିଛ ତମେ ବିଧାନ ବାବୁଙ୍କ ବିଷୟରେ? କ'ଣ ଜାଣିଛ ତମେ ତାଙ୍କର ଯଶ ଆଉ ଖ୍ୟାତି ବିଷୟରେ? ଭକ୍ତି ଆଉ ସମ୍ମାନର ସଂଜ୍ଞା କ'ଣ ଜାଣି ଆସିବ ଯା। ଆରେ ବାପା ମାଆଙ୍କ କଥା ଛାଡ଼, ଦେଖି ଆସିବ ଯା ଏ ବୟସରେ ନିଜ ଦାଦାଙ୍କ ଚପଲକୁ କେମିତି ଦେବତା ଭଳି ପୂଜା କରୁଛନ୍ତି। ଆମେ ପୁରାଣରେ ପଢ଼ିଥିଲୁ, ହେଲେ ଏବେ ନିଜ ଆଖିରେ ଦେଖୁଛୁ। କେବେ ଜାଣିବାକୁ ଚାହିଁଛ କାହିଁକି ବିଧାନ ବାବୁ ପ୍ରତ୍ୟେକ ଭିକାରୀକୁ ଜୋତା ହଳେ ଦେଉଛନ୍ତି? ନା, ହସି ଦେଇପାରେ, ନିଜ ପରିବାରର ମାନ ସମ୍ମାନକୁ ତଳେ ପକାଇ ଦେଇପାରେ। ମତେ କିଛି ଗୋଟେ କରିବାକୁ ପଡ଼ିବ। କ'ଣ ଲାଭ ମିଳେ କେଜାଣି ଅନ୍ୟମାନଙ୍କର ଚର୍ଚ୍ଚା କରି? ଏମାନଙ୍କର କଥା ଶୁଣି ଦୁଃଖ ଲାଗୁଛି ଯେତିକି ହସ ଲାଗୁଛି ସେତିକି। ଏମାନେ କ'ଣ କାହାକୁ କହୁଛନ୍ତି? କାହା ବିଷୟରେ କ'ଣ ଜାଣିଛନ୍ତି? ମହାପୁରୁଷଠୁ ବଳି ମୋ ପାଖରେ ମୋ ଦାଦା। ଏମାନେ ଦାଦାଙ୍କ ବିଷୟରେ କ'ଣ ଜାଣିଛନ୍ତି? ବେଦର ଗାର ଭଳି ସେଦିନ ଦାଦାଙ୍କର ପଦେ କଥା ଆଜି ଯାଏ ମୋ କାନରେ ବାଜୁଛି। ଆରେ ବିଧାନ, କେବଳ ଅନ୍ନଦାନ କି ବସ୍ତ୍ରଦାନ ପୁଣ୍ୟ କାମ ନୁହେଁ ରେ। ଖରାଦିନେ କି ଜାଡ଼ା ଦିନେ ପାଦୁକା ଦାନ ମଧ୍ୟ ମହାପୁଣ୍ୟ। ସତରେ ଚିତ୍ରା, ଦାଦା ସିନା ପାଠ ପଢ଼ି ନଥିଲେ, ହେଲେ ମହାପୁଣ୍ୟ ଭଳି ଶବ୍ଦର ଅହଂ ରୂପକୁ ସେଦିନ ସେ କେତେ ବାସ୍ତବ, କେତେ ସାଧାରଣ କରିଦେଇଥିଲେ। କିନ୍ତୁ ସେ ସାଧାରଣକୁ ନିଜ ପଡ଼ୋଶୀ କାହିଁକି ନିଜ ପିଲାମାନେ ମଧ୍ୟ ବୁଝିବା ପାଇଁ ଅକ୍ଷମ। ଆଜି ସେମାନେ ଥଟ୍ଟା ପରିହାସ କରୁଛନ୍ତି। ଦିନେ ତମେ ହିଁ ସେମାନଙ୍କୁ କହିବ। ସେଦିନ ଦାଦାଙ୍କର ସେଇ ଫଟା ସିଝା ପାଦ ଦିଟା ବିଧାନ ବାବୁଙ୍କର ପାଦ ହେଇ ବାଟ ଚାଲି ନଥିଲେ, ବିଧାନ ବାବୁ କ'ଣ ଆଜି ଏତେ ବାଟରେ ପହଞ୍ଚି ପାରିଥାନ୍ତେ? ବାଧା ଲାଗୁଛି କିରେ ବିଧାନ? ମତେ କାହିଁ ବାଧା ଲାଗିବ? ତମେ ତ ଦିନକୁ 10 ମାଇଲ ତତଲା ବାଲିରେ ଚାଲୁଛ, ମୁଁ ତ ମଜାରେ ତମ କାନ୍ଧରେ ବସିଛି, ମତେ କାହିଁ ବାଧା ଲାଗିବ? ହେଲେ ବାପା ତୁ ପାଠ ପଢୁଛୁ, ମୁଣ୍ଡ ଖର୍ଚ୍ଚ ବଡ଼ ବାଧା। ଆଉ ଏ ବାଧାଠୁ ସେ ବାଧା ଢେର ବେଶୀ। ଆଉ ଭାଇକି ଦେଖୁନୁ କଚେରୀରେ କାମ କରୁଛନ୍ତି, ସେଇଟା ବି ଗୋଟେ ବଡ଼ ବାଧା କାମ ଯେ। ହେଲେ ମୋର କି କାମ? ହେ ଗଲି ଆଇଲି ଖାଇଲି ପିଇଲି, କାହିଁ ମୁଣ୍ଡ ଗରମ କରିବି ଯେ ମତେ ବାଧା ଲାଗିବ? ଦାଦା ତା ଗଛ ମୂଳେ ଟିକେ ବସିଲେ ହୁଅନ୍ତାନି? ମୁଁ ଜାଣେ ଦାଦା ବାଧା ଲାଗିଛି, ଆଉ ମତେ କହୁନୁ କାହିଁକି? ହଉ ଚାଲ 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 ଚାଲ, ସେଇଠି ଟିକେ ବସି ପଡ଼ିବା, ତାପରେ ଘରକୁ ଯିବା ହେଲା। ବାପା ତ ଖରା କାଟିଲାଣି। ଯା ବସ ବସ ଏଠି। ଓହୋ, ମୋ ପୁଅକୁ ଖରା କେତେ ହଇରାଣ କଲାଣି ରେ। ଖରା ତତେ ଟାଣ ଲାଗୁଛି ନାଇଁ ରେ? ମତେ ସିନା ଖରା ଟାଣ ଲାଗୁଛି, ହେଲେ ତତଲା ବାଲି ତ ତମ ଗୋଡକୁ ପୋଡି ପକଉଥିବ। ହେଇ ଦେଖୁନ, ପାଦରେ ଫୋଟକା ବାହାରି ପଡିଲାଣି। ଆରେ ବାପା, ସବୁଦିନେ କ'ଣ କଷ୍ଟ ରହିବ? ଆଖି ପିଛୁଳାକେ କୁଆଡ଼େ ଉଭେଇଯିବ। ଆଗକୁ ତ ବୃତ୍ତି ପରୀକ୍ଷା ଅଛି, ତୁ ବୃତ୍ତି ପାଇବୁ, ହରିପୁର ସ୍କୁଲରେ ପଢ଼ିବୁ, ତାପରେ ସହରକୁ ଯିବୁ, ବଡ଼ ଅଫିସର ହବୁ, ଆମ ବଂଶର ନାଁ ରଖିବୁ। ହଁ। ଆଉ ବିରାଜ? ହେ,
ତା କଥା ଛାଡ଼, ସେଇଟା ଦେଇ କିଛି ହବନି। ତୁ ହେଲୁ ଆମ ବଂଶର ମଣି, ତୁ ତ ବାପାର ମୋର ଆମ ସମସ୍ତଙ୍କର ଦୁଃଖ ଦୂରେଇବୁ। ହେ ଦାଦା, ମତେ କାନ୍ଧରେ ବୁହାଇ ବୁହାଇ ତମ ଦିଟା ଯାକ ପାଦରେ ଫୋଟକା ହେଇଗଲାଣି। ମତେ ଭାରି ଦୁଃଖ ଲାଗୁଛି। ଦୁଃଖ ଲାଗୁଛି? ଆରେ ଦୁଃଖ କାହିଁ ଲାଗୁଛି ରେ ଭାୟା? କିରେ ତୁ ଚାକିରି କଲେ ମତେ ଚଟି ହଳେ କିଣିଦେବୁନି କି? ମୁଁ ଚପଲ କିଣିଦେଲେ ତମେ ପିନ୍ଧିବ ଦାଦା? କାହିଁ ପିନ୍ଧିବେନି? ମୁଁ କ'ଣ ଆଉ କାହା ପଇସାରେ ପିନ୍ଧିବି ଯେ ଲୋକ ହସିବେ? ହକ୍ ମୋ ପୁଅ ପଇସାରେ ପିନ୍ଧିବି। ଖାଲି ମୋ ଧନ ମତେ କିଣିଦେଲେ ହେଲା। ମୁଁ ଚାକିରି କଲେ ନିଶ୍ଚୟ ତମ ପାଇଁ ଚପଲ ହଳେ କିଣିଦେବି। ହଁ, ତୁ ଚପଲ କିଣିଦେଲେ ମୁଁ ତ ଖାଲି ପିନ୍ଧିବିନି, ଗାଁ ବଜାର ରାସ୍ତାଘାଟ ବୁଲି ବୁଲି କହିବି, ଦେଖ ମୋ ବିଧାନ ପୁଅ ମୋ ପାଇଁ ଚପଲ କିଣିଦେଇଛି, ଚପଲ କିଣିଦେଇଛି। ହଁ ବାପା, ସେ ବେଳ ତ ଅଛି, ବେଳ ଢେର ହେଇଗଲାଣି। ଆମେ ଘରେ ପହଞ୍ଚିବାକୁ ଆହୁରି 2 ମାଇଲ ବାଟ। ଚା 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 ସଳ ସଳ ପହଞ୍ଚିଗଲେ ଗୋରୁ ଗାଈ କଥା ବୁଝିବାକୁ ପଡ଼ିବ। ବୁଝିଲ ଭାଉଜ, ମୋ ମା ଆଉ ମୋ ଶାଶୁ, ମୋ ମାର କୋଉ ଗୁଣକୁ ସେ ସରି ହେବେ କହିଲ? ମୋ ତାଙ୍କୁ ନେଇ ଚଳିବା ଏତେ କଷ୍ଟ ନା। ମୋ ସାନ ଯାକୁ କିଛି ବୋଲି କିଛି କାମ କରିବାକୁ କହିବେନି, ଆଉ ସବୁ କାମ ମୋରି ଉପରେ। ୟାଙ୍କୁ ଯଦି କହିବି, ମାଆକୁ କିଛି କହିବେନି, ମୁଣ୍ଡେଇକି ରଖିଥିବେ। କେମିତି ଚଳିବି କହିଲ? ଓହୋ, ସେ ହେଲେ ପୁରୁଣା କାଳିଆ ଲୋକ। ପୁରୁଣା କାଳିଆ କାହୁରି କିଛି, ତା ବୋଲି ବୁଦ୍ଧି ବିବେକ କିଛି ନାହିଁ ହେଲା ଯେ अरे तते केते थर मना करती विधान पाठ पढ़ुला बेले ता पाखरे बसिवा तो दूर कथा ता पाख दे जीवनी बोली। हाँ तमे दीटा थी हाट बसौतर कहीं तो मास्टर केते आसब? ମୁଁ ଜାଣିନି। ए तो सकाळ आसीनी? हाँ हाँ आसथिले आसथिले सांगे सांगे पळेइले। हाँ ये जो लोक कहते बिलेई अणपुरुषिया देखी मूषा कर्म करुची बसी, ये है सही कथा। ये मास्टरटा आमको से भाविकी निज फायदा उठे चलती। एगुड़ा को भाई जानी ना नले गोटे चाहाणी रे से थंडा हो जाता। शे भाउज तमें देखुच पिलाटार परीक्षा आगु तुम ये बस कमी कटर कटर हो तुम जाऊन सियाड़े गपिब कि जाऊन सियाड़े गपिब? नाई मो देहटा मोर टिके भल लागुन जे सेतिबे आंको संगरे बसी टिके कथाबार्ता होउची। ये तो आसी जिबा कथा कुआडे गले के जानी। क्यों मास्टर एते डेरी कौन? हाँ एगुड़ा को बकर बर कर खंजा कम पाँच कौन करी सान साते हल फिटे गोरु को पिया पी कर दे आसु आसु टिके डेरी हो गला। हाँ शुण शुण एणिक जदि डेरी हम मत टे आगु खबर देदेव मुझे दीटा को तुम घर को पठेदेवी। आज्ञा ना ना से मैंने कहीं सेठी जिबे से जतले आसिया कथा आसतु। नाई नाई मो पिले कहा घर को जीवेनी जार दरकार से एठिक आस। आलो तो पिला कार घर को जाऊ ना तू चुप होगी बस। ओ मास्टर से घरे विधान पड़ुची तुम ये 2 जन नहीं से अगणार पढ़ेब जाओ। ए विराज जा जा सेठी जा माँ जा 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 मो पिला का घर को जीवे। सुनिया बाबाजी बाबाजी भाई नियो अरे से सनिया हाथ रसगोला हांडा भीतर को नहीं जा बोहू कह समस्त खाइबा को देवे भाई आ तो भाउज कह बो को खुआई दब। मास्टरटा जे आसनी कि कहीं देखा जाऊनी? हाँ से अगणार पढ़ू विधान कहीं विधान से घरे एकुटिया बड़ापा आज तुम मो पे कौन आनिच? आज तो पे रसगोला आनी मु सब खाइबी। हाँ मो झील सबू खाइब जा पाठ पढ़िब जा। अरे सनिया आज्ञा तू सेठी ठिया ही रहिलु कहीं बसुनु? ना आज्ञा मुझे जाऊँगी। अरे रसगोला गोटे पाटी पका थाऊ आज्ञा पिले खाइबे पिले खातु हो जा। अरे सनिया आज्ञा काली सकाल आसुटी आज्ञा हो जा। अरे बाबाजी भाई आज कौन केमिति कल कि आज तल चकटा हल सरीगला मो विधान को घरे छाड़ी दे देखी आसती काली ऊपर चका आरंभ करवा। ए वर्ष आउ कौन करुछ? भाभी आउ 2 माण अधिका करवा
अरे पारिबुटी पारी भाई केमिति साहस करूछु के जानी एने विधानर परीक्षा केतेबेले कौन जे तू करिवु मु किछि बुझी पारुनी ହେଇଯିବ ଭାଇ ହେଇଯିବ। हौ देख ତମେ ଆସୁନ ଟିକେ ଧୁଆ ଧୁଇ ଆସିବ। हाँ चल हौ साहस करूछु यदि करे किंतु अधिका हलिया लागेबे तांको सब जगियो पड़िबो। ହଁ ଭାଇ ହେଇଯିବ କିଛି ଅସୁବିଧା ହବନି। ହେଇ ଶୁଣୁଛ କ'ଣ ସେଠି ଠିଆ ହେଇ କ'ଣ କହିଲେ ମୁଁ କ'ଣଟା କହିବି କ'ଣ କହୁନୁ ଏଠିକୁ ଶୁଣ। କ'ଣ କ'ଣ କହୁଛୁ ନିଅ ଏଇଟା ନିଅ ପିଲାଙ୍କୁ ତମେ ବାଣ୍ଟି ଦିଅ। ମୋ ଅଣ୍ଟା ଭାରି ବିନ୍ଧୁଛି ମତେ ଆଉ କିଛି କରିବାକୁ ହୁଏନି। କାଇଁ ତୁ ରୋଷେଇ ସାରିଦେଲୁଣି କି? ରୋଷେଇ ଆଉ କଲି କେତେବେଳେ ଏଇଲେ ପରା ଚାଉଳ ବଟା ସରିଲା। ମତେ କହିଲେ କ'ଣ ହବ ଗୁହାଳ କାମ ଏଯାଏଁ ହେଇନି ମତେ ରନ୍ଧାବଢ଼ା କାମ କଥା କିଛି କହନା କାହିଁକିନା ଗାଈ ଗୋରୁ କଥା ବୁଝୁ ବୁଝୁ କେତେ ରାତି ହବ ମୁଁ ନିଜେ ବି ଜାଣିନି। ମତେ ସେ ଅଣ୍ଟା ବିନ୍ଧାବିନ୍ଧି କଥା କିଛି କହନା। ମାଷ୍ଟର ଗଲେ ପିଲା ଶୋଇବେ ପିଲା ଥରେ ଶୋଇଲେ ଉଠିବା ବଡ଼ କଷ୍ଟ। ତେଣେ ଭାଇ କଟକରୁ ହାଲିଆ ହେଇ ଫେରୁଛନ୍ତି। ହଁ ତୁ ସେ ପିଲା ପାଇଁ ପଛରେ କ'ଣ ଦିଟା କରିବୁ ତୁ ଗଲୁ ଭାଇଙ୍କ ଖାଇବା କଥା ବୁଝୁ ଯା 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 ଯା। ତମେ ଅପାଙ୍କୁ ଟିକେ କୁହନ୍ତନି ଭଜାଟା ବସେଇ ଦିଅନ୍ତେ। ତାଙ୍କ ଦେହ ଖରାପ ମୁଁ ତାଙ୍କୁ କହିବି ଗୋଟେ ଅବିବେକୀ କଥା କାହିଁ କହୁଛୁ କହିଲୁ? ହଉ ଧର ଧର ପରା କହୁଛି। ତୁ ଗୋଟେ ଖାଇଲି ଖାଇଛି ହଁ ଖାଇ ଆଲୋ ଠେକେ ଉପରେ ପତ୍ର ତ ସେମିତି ଉଡ଼ାଇଛି ଖାଇଲୁ କେତେ ନେ ନା ଗୋଟେ ଖା ହଁ ଆଉ ମତେ ଅଣ୍ଟା ବିନ୍ଧା କଥା କହିଲେ ମୁଁ କ'ଣ କରିବ ଘଷି ଦେବି ନା କ'ଣ? ଏଟା ଅଜବ ଲୋକଟା ରାଗିଲେ ରାଗୁ। ହେ ବାବାଜୀ କ'ଣ କାମ ଉଠେଇଲା ଲୋକ ତ ସେଇ ଜଣେ ଉଷାଠୁ ସୁଖାଠୁ ସକଳ କରୁଛୁ ଆଉ ତୁ ମିଛୁଟାରେ କାହିଁ ତାପରେ ଗର ଗର ହଉଛୁ? ତୁ ଭଲ ଲୋକ ଆଉ ସିଏ ଘର ଘର ହଉଛି ମୁଁ ଘର ଘର ହଉଛି ଏଠି କିଏ ବସି ଖାଉଛୁ କି? କିଏ ଏଠି ବସି ଖାଇଲା? ସିଏ ତାର ଗେରସ୍ତ ବାଜା କଥା ତୁ କାହିଁ ସେଥିରେ ମୁଣ୍ଡ ପୁରାଉଛୁ? ହଉ ବାବା ତମ କଥା ତମେ ବୁଝ। ଦେଲା ଦିଟା ରସଗୋଲା ଦେଲା ମୁଁ ପୁଅକୁ ଖୋଇଦିଏ। ତାଙ୍କ ପୁଅ ତେଣେ କମ୍ପେଇଲାଣି ଦିଅ। ବୋଉ ଆଁ କଲ ଆଉ ପିଲା ଖାଇଲେଣି? ଓ ସେମାନେ ଖାଇବେନି ତମେ ଆଁ କର ଆଁ କର। ନା ମ। ଓ ତମେ ଖାଅ ନା। ଏଇ ବାପା ଏଇ ବିଧାନ ତୁ ଟିକେ ପଢ଼ା ବନ୍ଦ କଲୁ। ସେଟା କ'ଣ ଦାଦା? ତୋ ବାପା କଟକ ଯାଇଥିଲେ ରସଗୋଲା ଆଣିଛନ୍ତି। ହଁ ବିରାଟ ତ ଟକଳିଆଟା ବୁଝିଲୁ ତାର ଆଗ ପଛ କିଛି ନାହିଁ କିଏ ପାଇଲା ନ ପାଇଲା ସେ ବିବେକ ବି ତାର ନାହିଁ। ଘରେ ସମସ୍ତେ ଖାଇସାରିଲେଣି କାଇଁ ବାପାଙ୍କ ପାଟି ଶୁଭୁନି କୁଆଡ଼େ ଗଲେ କି? ଓହୋ ସିଏ ତାଙ୍କ କଥା ବୁଝୁଛନ୍ତି ତୁ ତୋ କଥା ବୁଝ ନେ ଆଙ୍କ ଏଇଟା ହେଲା ତୋ ଭାଗ ଖା 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 ଶୀଘ୍ର ଖା ଶୀଘ୍ର ଖା। ସରିଲା ଆଉ ଏଇଟା ହେଲା ମୋ ଭାଗ। ଶୀଘ୍ର ଖା ନହେଲେ ପଙ୍ଗଳ ପାଳ ଦଳ ପହଞ୍ଚିବେ। ହେଲା କାହା କହିବୁନି। ଖୁଡ଼ି ଖାଇସାରିଲେଣି? ଓ ସେ ପଛରେ ଖାଇବ। ଶୁଣ ମୁଁ ଯାଉଛି ଯଦି ବଳେ ମୁଁ ଆସିବି କାହାକୁ କହିବୁ ତୁ ଦିଟା ଖାଇଛୁ ବୋଲି। ହଁ ପଟ 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 ଆରେ ନିଅରେ ବଡ଼ ବାପା କଟକରୁ ରସଗୋଲା ଆଣିଛନ୍ତି। ମତେ ସବୁ ଦିଅ। ହଁ ଖାଇବୁ ଖାଇବୁ ରହ ସମସ୍ତେ ଖାଇସାରନ୍ତୁ ଯାହା ବଳିବ ତୁ ସବୁ ଖାଇବୁ। ବାପା ବିଧାନ ଭାଇ ଖାଇସାରିଲାଣି? ନାଇଁ ସେ ଖାଇନା। ମତେ ତା ଭାଗଟା ଦେଇଦିଅ। ଆଉ କିଛି ନା ଆଉ କାଇଁ ପଢ଼ିଲା ବେଳେ ତ କହୁନି ବାପା ମତେ ଆଉ 2-4 ଖଣ୍ଡ ବହି ଦିଅ ମୁଁ ପଢ଼ିଦେବି। ଖାଲି ଗେଫା କଥାଟା ଜାଣିଛୁ ଦେଖିବୁ ଯା ପଢ଼ା ପିଲା କିଏ ତା ଆଖିର ପଲକ ପଡ଼ୁନି। ହଇଓ ମାଷ୍ଟେ ଆଜ୍ଞା ଯେତେବେଳେ ପଢ଼ାରେ ଏପଟ ସେପଟ କରୁଛୁ ଦୁଇଟା ତା ନେଇଥିବ ନିଜେ ତ ଖରାପ ହେଲା ହେଲା ଏଇଟାକୁ ବି ଖରାପ କରିବ। ନାଇଁ 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 ଦେଖୁନ ରାକେଶ ଭଳିଆ ପାଠଟା କରୁଛୁ। ହଁ ମାଷ୍ଟେ ତମେ ଗୋଟେ ନିଅ ହଁ ହାତଟା କ'ଣ ଖରାପ କର ଆଙ୍କର ମାମା ପୁଣି ଦେଖିଲେ ଦେଖ ପାଟି ଆଙ୍କଲ ଆଙ୍କଲ ମା ଆଙ୍କଲ ଆଙ୍କଲ ଆଙ୍କଲୁ ଆଙ୍କଲୁ ଆଲେ କ'ଣ ଭଜାଭଜି କଲୁ କି? ଆଙ୍କୁ ଭାରି ଭୋକ କଲାଣି। ଆଜି ସଞ୍ଜ ବେଳୁ ମୋର ଏଇ ଗୋଡ଼ ଦିଟା ଖାଲି ପିଣି ପିଣି ହଉଛି। ତୁ ଟିକେ ଜଲ୍ଦି ଜଲ୍ଦି ଭଜା ଭାଜିଦେଲୁ। ହଁ ପା ସରିଲା।
ଆରେ ଶୁଣ ମୁଁ ଟିକେ ସେଥିରେ ଗଡ଼ପଡ଼ ହଉଛି ତୁ ଭଜା ବାଜି ସାରିଲେ ମତେ ଟିକେ ଡାକିଦେବୁ। ହଁ ମୁଢ଼ି ଚାଉଳ ଏବେ ଦେବି ନା ସକାଳେ ଦେବି କହିଲୁ? ଅଳ୍ପ ମୁଢ଼ି ଅଛି, କାଲି ପାଇଁ ହେଇଯିବ। ହଉ। ଆ ବାବାଜୀ ନାହାନ୍ତି କି? ହଁ ପିଲାଙ୍କ ପାଖରେ ଥିବେ। ସେଉଠୁ କ'ଣ ହେଲା ଯେ? ସେଉଠୁ କ'ଣ ହେଲା ନା ଭୂତ ଚାଲି 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 ଥକି ପଡ଼ିଲା। ଆଉ ଯେମିତି ଥକି ପଡ଼ିଲା ତାକୁ ନିଦ ଲାଗିଲା। ଆଉ ଯେମିତି ନିଦ ଲାଗିଲା ସାଙ୍ଗେ ସାଙ୍ଗେ ଶୋଇ ପଇଲା। ଶୋଇ ପଡ଼ିଲା। ଆମ ଭାଇ ପରିକା। ଭୂତ ଆଉ ତୋ ଭାଇ ଏଇଟା ଭୂତଠୁ ଗଧ। ଦେଖୁନୁ ଭଲ କଥା ଶୁଣିବାର ନାହିଁ କି ଭଲ କଥା କହିବାର ନାହିଁ। ଦିନ ରାତି ଟୋ ଟୋ ହେଇ ବୁଲୁଥିବ, ନହେଲେ କୁକୁର ବିଲେଇକି ଟେକା ଫୋପାଡ଼ୁଥିବ, ନହେଲେ ବାର ଘର କଜି ଆଣି ଘରେ ପୁରଉଥିବ। ଦେଖିଲୁ ତୋ ବଡ଼ ଭାଇ ବିଧାନକୁ ଦେଖେ, ସେ ସବୁବେଳେ ପାଠ ପଢ଼ୁଥିବ, ଏଇଟା ସବୁବେଳେ ଶୋଉଛି। ବୁଝିଲୁ ସେ ପଢ଼ୁଛେ ଇଏ ଶୋଉଛି, ସେ ପଢ଼ୁଛେ ଇଏ ଶୋଉଛି। ସେ ପଣ୍ଡିତ ହବ, ଏଇଟା ହବ ଗଧଙ୍କ ମଉସା। କ'ଣ ହବ? ଗଧଙ୍କ ମଉସା। ଦାଦା ତାକୁ ଦେଖିଲେ ଭାରି ଚିଡ଼ୁଥିଲେ। ପାଠଶାଠ ତ ଆଦୌ ହେଲାନି। ପ୍ରଥମେ ପ୍ରଥମେ ଦାଦାଙ୍କୁ ଦେଖିଲେ ଭାରି ଡରେ। ଯେତେବେଳେ ଦାଦା ତାକୁ ଦେଖନ୍ତି ପାଟି କରନ୍ତି। ଶେଷରେ ବିରାଜଟା ଭାରି ଚିଡ଼ଚିଡ଼ା ହେଇଗଲା। ତମେ ତ ଦାଦାଙ୍କର କୋଠ ପୁଅ ଥିଲ ନା, ବିରାଜଙ୍କୁ କିଏ ପଚାରେ? ନାଇଁ ଚିତ୍ରା, କଥାଟା ଠିକ୍ ସେଇଆ ନୁହେଁ। ଏକାନ୍ନବର୍ତ୍ତୀ ପରିବାରରେ ଶୃଙ୍ଖଳା ବି ଅଛି, ବିଶୃଙ୍ଖଳା ବି ଅଛି। ସବୁଠୁ ବଡ଼ କଥା ହେଲା ଘରର ମୁରବୀଠୁ ବିଶୃଙ୍ଖଳା ପାର ହେଇ ଘର ବାହାରକୁ ଯାଇପାରେନି। ଆଉ ଶୃଙ୍ଖଳାଟା ସାହି ପଡ଼ିଶାରେ ଚର୍ଚ୍ଚା ହୁଏ। ଆମ ପରିବାରଟା ସମସ୍ତଙ୍କ ପାଇଁ ଗୋଟେ ଉଦାହରଣ ଥିଲା। ଏଇ ବିରାଜ ପାଇଁ ଟିକେ ବ୍ୟତିକ୍ରମ ଦେଖାଦେଲା। ବିରାଜ ପାଇଁ ଖୁଡ଼ିଙ୍କ ମନରେ ଦୁଃଖ ଥାଇପାରେ, ହେଲେ ସେ କେବେ କିଛି କାହାକୁ କହନ୍ତିନି। କିନ୍ତୁ ଦାଦାଙ୍କ ମନରେ ଟିକେ ବି ଦୁଃଖ ନଥିଲା। ତାଙ୍କର ଚାରିଟା ଜିନିଷ ଅତ୍ୟନ୍ତ ପ୍ରିୟ ଥିଲା: ଗୋରୁ ଗାଈ, ଜମିବାଡ଼ି, ମୁଁ ଆଉ ତାଙ୍କ ବଡ଼ ଭାଇ ମାନେ ମୋ ବାପା। ଦାଦା ଖୁଡ଼ିଙ୍କୁ ବି ଭଲ ପାଉଥିଲେ, ଖୁଡ଼ି ନିଜେ ମତେ ଏ କଥା କହିଛନ୍ତି। ମୁଁ କେତେବେଳେ କହିଲି ଦାଦା ଖୁଡ଼ିଙ୍କୁ ଭଲ ପାଉନଥିଲେ ବୋଲି? ହେଲେ କଥା ହେଉଛି ବହୁ କୁଟୁମ୍ବୀ ପରିବାରରେ ସ୍ନେହ, ମମତା, ଭଲ ପାଇବା ସବୁ ଅଛି, ହେଲେ ଏସବୁର ଗୁରୁତ୍ୱ ଉପଲବ୍ଧି କରିପାରିଲେନି। ଦାଦା ଖୁଡ଼ିଙ୍କୁ ଆଉ କେତେ ଭଲ ପାଇଥାନ୍ତେ। ମୁଁ ସେଦିନ ବୃତ୍ତି ପରୀକ୍ଷା ପାଇଁ ପାଠ ପଢୁଥାଏ। ଏତିକି ହବ ନା ଆଉ? ହଉ ଶୋଇଗଲା ନା କ'ଣ? ଏଇ ଶୋଇଗଲା। ବିଧାନ ପଢୁଥିବ ବୋଧେ। ନା ଭାଇ ଉଠିବେ ପରିଚୟ କରିବାକୁ, ଦେଖିବେ ବିଧାନ ପଢୁଛି, ପାଟି କରିବେ। ଏଇଟା ବି ଶୋଇଗଲା। ବିଧାନ, ବିଧାନ, ବାପା ଟିକେ ଆଡ଼େ ଆସିଲୁ। ଆଇଲୁ ଆଇଲୁ। ଏଇ ଏଇ ଦେଖ ନା, ଏଇ ବିଧାନ ଆସିଲାଣି ପରା। ପିଲାଟା ଆସି ଠିଆ ହେଲାଣି, ଡାକି ଦେଉନୁ? ଡାକି ଦଣ ଏମିତି ଆପେ ଉଠିଗଲା ଆଉ। ଆଉ ଶୋଇଗଲା ପରେ ଶଗଡ଼େ ଚାଲିଗଲେ ବଂଶ ଯାକ ଉଠିବେନି। ସେ କହିଲା ଡାକି ଦଉନ। ବାପା ରାତି ଢେର ହେଲାଣି, ଯଦି ପାଠପଢ଼ା ସରିଯାଇଛି ଶୋଇବୁ ଯା। ଖୁଡ଼ି ତ ବୋଉ ଗୋଡ଼ ମୋଡ଼ୁଥିଲା, ବୋଉ କହିଲା ତୁ ପଢୁଥା, ଖୁଡ଼ି ଶୋଇବାକୁ ଗଲାବେଳେ ତତେ ଡାକି ନେଇଯିବ। ନାଇଁ ରେ ବାପା, କପା ଗୋଡ଼ ଘଷୁ ଘଷୁ ଆଖି ଟିକେ ଲାଗିଯାଇଥିଲା, କେତେବେଳେ ବିଛଣାରେ ପଡ଼ିଯାଇଛି ହୋସ୍ ନେଇ। ତୁ ଶୋଇବୁ ଯା।
ସକାଳେ ପୁଣି ତତେ ଆଉ ତୋ ଦାଦାକୁ କେତେ ଗୁଡ଼େ ବାଟ ଯିବାକୁ ପଡ଼ିବ। କେତେ ଗୁଡ଼େ ବାଟ କ'ଣ କହୁଛି କିଲୋ? ମୋତେ ପରା ହେଇଠି ଲାଗୁଛି। ଆଲୋ ମୁଁ ଠାକୁରଙ୍କୁ ଡାକୁଛି ମୋ ବିଧାନ ପୁଅ ବୃତ୍ତି ପାଇ ଏ ଖଣ୍ଡମଣ୍ଡଳରେ ନାଁ ରଖୁ, ତା ଦାଦା ଖୁଡ଼ିଙ୍କର ନାଁ ରଖୁ, ବାପା ବୋଉଙ୍କର ନାଁ ରଖୁ। ଇରେ ଆଜ୍ଞା ଆଜି କ'ଣ ଭଲ କରି ଖାଇନୁ କି? ଦେ ଟିକେ ଭଲ କରି ଦବା। ଆଜ୍ଞା ହଁ କାଲିଠୁ ପରା ସେ ଡାହାଣ କାନ୍ଧଟା ଏମିତି ଘୋଳି ହେଉଛି। ଏ ଶୁଣୁଛ, କ'ଣ ହେଲା? ପାନ ଭାଙ୍ଗିଥିଲି। ଦଉନ। ଦେ ଟିକେ ଆଉ ଜୋରରେ ଦବା। ଆଜ୍ଞା ଟିକେ ଏଠିକି ଦେ। ହଁ ଓ ଭାରି ଆରାମ ଲାଗିଲା। ଆଜ୍ଞା ହୁଁ ସେ କ'ଣ ଗୋଟେ ପାର୍ଟି ଶୁଭୁଛି? କ'ଣ ହେଲା କି? କ'ଣ ହେଲା? କ'ଣ ହେଲା ଖଣ୍ଡ ଖଣ୍ଡ? ଆରେ ମୋ ପୁଅ ବୃତ୍ତି ପାଇଛି। ବୃତ୍ତି ପାଇଛି? ହଁ ଆରେ ମହାନ୍ତିଙ୍କର ପୁଅ ବୃତ୍ତି ପାଇଛି ରେ। ସାନ୍ତେ ଆପଣଙ୍କ ପୁତୁରା ବୃତ୍ତି ପାଇଲେ, ଯାହା ହଉ ସାନ୍ତଙ୍କର ନାଁ ରଖିଲେ ତ। ତୁ କ'ଣ ଜାଣିନୁ ବିଧାନର ପୁଅ ବୋଲି? କହୁଛୁ କ'ଣ ନା ପୁତୁରା? ଯା ବଜାର ଯାକ ବୁଲି ବୁଲି କହିବୁ ମୋ ପୁତୁରା ନୁହେଁ ମୋ ପୁଅ ବୃତ୍ତି ପାଇଲା। ନେ ନେ 10 ଟଙ୍କା ନେ ନେ କହୁଛି। ଆରେ ନେ। ସାନ ସାନ୍ତେ ସବୁଦିନ କାନ୍ଧରେ ବସେଇ ବୁଲେଇ ନିଅନ୍ତି ତ, ସେଇଥିପାଇଁ କହିଲି ପୁତୁରା ବୋଲି। କ'ଣ ହେଇଗଲା ସେଠୁ? ପୁଅ କିଏ ପୁତୁରା କିଏ? ପୁତୁରାକୁ କାନ୍ଧରେ ବସେଇ ବୁଲାନ୍ତାନି କି? ମୋର ବେଳ କାହିଁ? ଯା ଠିଆ ହେଇ ରହିଲୁ କାହିଁକି? ଯା। ନରାଣଙ୍ଗ ନାପିତ ଧୂର୍ତ୍ତ ମୋ ପୁଅକୁ କହିଲା କ'ଣ ନା ପୁତୁରା। ପୁଅକୁ ପୁତୁରା କହିଦେଲା ବୋଲି ବାପା ଏତେ ଜୋରରେ ରାଗିଗଲେ? 52 ବର୍ଷରେ ବାପା ଚାଲିଗଲେ। କିଛି ଦିନ ପରେ ବୋଉ ବି ଚାଲିଗଲା। ଦାଦା ଆଉ କିଛି ଦିନ ବଞ୍ଚିଥାନ୍ତେ, ତାଙ୍କୁ ଯଦି ଶ୍ୱାସ ଧରି ନଥାନ୍ତା। ଦାଦା ବଞ୍ଚିଥିବା ଯାଏ ବାରିକ ଚାପଡ଼ କଥା ମନେ ପକେଇ ଭାରି ହସନ୍ତି। ହସ ସରିଗଲା ପରେ କହନ୍ତି ଘର ଭଙ୍ଗା ମାନଙ୍କୁ ଏଇଭଳିଆ ଦରକାର। ଏ ଥିଲା ଦାଦାଙ୍କର ନିଜସ୍ୱ ବୁଝାମଣା। ହେଲେ ବାପାଙ୍କର କିନ୍ତୁ ଚାପଡ଼ା ମାରିବାର ଉଦ୍ଦେଶ୍ୟ ଅଲଗା ଥିଲା। ଦାଦା ଯଦି ବାପାଙ୍କ ଭଳି ବୁଝିଥାନ୍ତେ ହୁଏତ। ନାଇଁ ଚିତ୍ରା, ବାପା ମରିଗଲା ପରେ ଦାଦା ଅନେକ ଥର ମନ ଦୁଃଖରେ କହିଛନ୍ତି ବିଧାନଟା ପାଠ ପଢିଲା, ବଡ଼ ଚାକିରି କଲା, ହଜାର ହଜାର ଟଙ୍କା ରୋଜଗାର କଲା, ହେଲେ ଭାଇ ମୋର କେବେ ହେଲେ ଦେଖିପାରିଲେନି। ଶେଷରେ 14 ବର୍ଷର ପିଲାଟାକୁ ହାତରେ ଧରି ଦେଇ ଆଖି ବୁଝିଦେଲେ। ବୃତ୍ତି ପାଇ ପଢିଲି ସତ, ହେଲେ ଆଗକୁ ଆଗକୁ ପାଠ ପଢିବାଠୁ ଆରମ୍ଭ କରି ଚାକିରି କରିବା ଯାଏ ଚାଉଳ, ଡାଲି, ନଡ଼ିଆ, ମୁଆଁ, ଘିଅ ସବୁ ମୋ ପାଖକୁ ଦାଦା ବୋହି ଚାଲିଲେ। ମୁଁ ଜାଣିଥିଲି ମୋ ପାଠପଢ଼ା ସରିଯାଇଛି, ହେଲେ ଦାଦା ବୋଧହୁଏ ଭାବୁଥିଲେ ପୁଅ ମୋର ଆହୁରି ପାଠ ପଢୁଛି। ପେଟକୁ କଷ୍ଟ ହେଲେ କାଳେ ପାଠପଢ଼ାରେ ବାଧା ହବ, କାଳେ ଭାଇ ତାଙ୍କର ସ୍ୱର୍ଗ ଥାଇ ଭାଇକୁ ଦୋଷ ଦେବ। ବୁଝିଲେ ଜନାର୍ଦ୍ଦନ ବାବୁ? ଶ୍ୱାସ ଯଦି ଦାଦାଙ୍କୁ ଧରି ନଥାନ୍ତା, ଆଜି ମୁଁ ଆପଣଙ୍କ ପାଖରେ ଚର୍ଚ୍ଚାର ବିଷୟବସ୍ତୁ ହୋଇନଥାନ୍ତି। ଏଇଠି ଏଇ ଜାଗାରେ ଆପଣମାନଙ୍କ ଗହଣରେ ଦାଦା ତାଙ୍କ ଜୀବନର ସବୁ ମୁହୂର୍ତ୍ତକୁ, ସବୁ ଅନୁଭୂତିକୁ ଆପଣମାନଙ୍କ ଆଗରେ ନିଜ ମୁହଁରେ କହିଥାନ୍ତେ। ହେଲେ ଶ୍ୱାସ ଯେ ସବୁଦିନ ପାଇଁ ତାଙ୍କ ଶ୍ୱାସଟାକୁ ବନ୍ଦ କରିଦେବ, ସେ କଥା କିଏ ଜାଣିଥାଏ ଜନାର୍ଦ୍ଦନ ବାବୁ? ଆଲୋ ଇଏ ବୟସ ବଢିବା ସାଙ୍ଗକୁ
ଇଏ ଧଇଁଟା ଆହୁରି ବଢୁଛି ଲୋ ଆଉ ସହିପାରୁନି ଟିକେ ବିରାଜୁ କଣ ଟିକେ ଡାକ୍ତର ପାଖକୁ ଯାଉ। ତମେ ଟିକେ ପାଟିଟା ବନ୍ଦ କଲ। ମୁଁ ତ ତାକୁ କହିଛି। ଆଉ କେତେବେଳେ ଯିବ କଣ ମୁଁ ମଲା ପରେ? ମୁଁ ପରା ତାକୁ କହିଛି। ଆଉ ସେ ଯଦି ନ ଯିବ ମୁଁ କଣ କରିବି? ମୁଁ କଣ ତା ହାତ ଧରି ଡାକ୍ତରଖାନା ନେଇଯିବି? ମୋ ପୁଅ କଣ ଜାଣିପାରୁନି ମୁଁ ତାକୁ ଖୋଜୁଛି ବୋଲି? ସିଏ କଣ ଜାଣିପାରୁନି ତା ଦାଦା ଦେହ ଖରାପ ହେଇଛି ବୋଲି? ଖାଇଲା ବେଳେ କି ପାଣି ପିଇଲା ବେଳେ ତା ମୁଣ୍ଡକୁ କଣ ଉଠୁନି? ସିଏ କଣ ମତେ ମନେ ପକେଇ ପାରୁନି? ବିଧାନ ପରା ଏବେ ଔଷଧ ପଠେଇଥିଲା। ସରିବାର କେତେ ଦିନ ହେଲା କି? ତୁ ଦେଖିବୁ ର ସିଏ ଆରଥରକୁ ଆସିଲା ବେଳକୁ ମୁଁ ଆଉ ନଥିବି। ମୋର ବେଳ ହେଇଗଲା ଲୋ। ଆଲୋ ତାକୁ ଟିକେ ଖବର ପଠା। କାହିଁ କାଳ କଥା ଗୁଡା ପାଟିରେ ଧରୁଛ କହିଲ? ଆଲୋ ମୋ ପୁଅକୁ ଟିକେ ଦେଖିପାରିବିନି। ତାକୁ ଗୋଟେ କଥା କହିବାକୁ ଭାରି ଇଚ୍ଛା ହଉଛି ହେଲେ କାହିଁ ସେ ତ ମୋ ପାଖରେ ନାହିଁ। କାହାକୁ କହିବି? କଣ କହିବ? ବିରାଜକୁ କହୁନ। ବିରାଜକୁ କହିବି? ଆଲୋ ବିରାଜ ଆଉ ବିଧାନ। ଏ ବିରାଜ ଧାଇଁ ଆରେ ତୋ ବାପାଙ୍କର କଣ ହେଇଗଲା? ଆରେ ବିରାଜ ଦେଖିଲ ବଡ ଠିକ ବେଳରେ ପୁତୁରା ଆସି ପହଞ୍ଚିଗଲେ। ଭଲ ହେଇଛି ବୁଢା ତ ଖୋଜୁଥିଲେ ଆଉ। ବିରାଜ ଦାଦା ଖୁଡି ବୋହୁ ଯା ଭାଇକୁ ଗୋଡ ହାତ ଧୋଇବାକୁ ପାଣି ଦେ। ନା ଥାଉ। ଦାଦାଙ୍କର ଏମିତି ଅବସ୍ଥା କେବେଠୁ ହେଲାଣି? ଦିନେ ତତେ ବହୁ ଜୋରେ ଖୋଜିଲେ। ସେଇ ଦିନଠୁ ଅଧିକ କାଶ ହେଲା। ଆଉ ତାପରେ ଭାରି ଦୁର୍ବଳ ହୋଇ ପଡିଛନ୍ତି। ଏଇ ଶୁଣୁଛ? ବିଧାନ ଆସିଛି, ଚିତ୍ରା ବି ଆସିଛି। ପୁତୁରା ଆସିଛନ୍ତି। କଣ କହିବ ପୁଅଙ୍କୁ? ଯାହା କହିବ କୁହ। ଦାଦା ଦାଦା ମୁଁ ବିଧାନ। ପୁତୁରା ନୁହେଁ ପୁଅ ପୁଅ। ବିଧାନକୁ ଖୋଜୁଥିଲ ପରା, କଥା ହଉନ? ବାପା ବିଧାନ। ଆଜ୍ଞା ବୋଉ ଆସିଛି। ହଁ ଦାଦା ମୁଁ ଏଇଠି। ବୋଉ ମୁଁ ଥାଏ କି ନଥାଏ ମୋ ଭାଗ ରସଗୋଲାଟା ମୋ ପୁଅ ବିଧାନକୁ ଦବୁ। ମୋ ପୁଅ ବିଧାନକୁ ଦବୁ। କଣ ତମର ଇଚ୍ଛା? ପୁଅକୁ କହୁନ, ଯାହା କହିବ ସେ ଆଣିଦବ। ବାବା ବାବା ବିଧାନ। ହଁ ଦାଦା ବାବା ଢେର ଦିନରୁ ଇଚ୍ଛା ଥିଲା, ଢେର ଦିନରୁ ଇଚ୍ଛା ଥିଲା ବାପା ଚପଲ ହଳେ ପିନ୍ଧନ୍ତି।
ମତେ ଆଣିଦେବୁ। ମୁଁ ଚପଲ କିଣିଦେଲି ତମେ ପିନ୍ଧିବ ଦାଦା? କାଇଁ ପିନ୍ଧିବିନି? ମୁଁ କଣ ଆଉ କାହା ପଇସାରେ ପିନ୍ଧିବି ଯେ ଲୋକ ହସିବେ? ହଁ ମୋ ପୁଅ ପଇସାରେ ପିନ୍ଧିବି। ଖାଲି ମୋ ଧନ ମତେ କିଣିଦେଲେ ହେଲା। ବାବା କିଛି କହିଲୁନି? ଭାରି ଇଚ୍ଛା ହଉଛି ରେ, ଭାରି ଇଚ୍ଛା ବାପା ଭାରି ଇଚ୍ଛା ହଉଛି ବାପା। ଅନୁତାପରେ ସଢ଼ି ସଢ଼ି ନିଜକୁ ଦୋଷମୁକ୍ତ କରିବି ବୋଲି ଦାଦାଙ୍କୁ ଏଇ ଚପଲ କିଣି ଦେଇଥିଲି। ଥରେ ଅଧେ ପାଦରେ ଗଳେଇଛନ୍ତି କି ନାହିଁ, ସେ ତାଙ୍କ ବାଟରେ ଚାଲିଗଲେ। ଦାଦାଙ୍କର ଯେ ଚପଲ ହଳେ ପାଇଁ ଏତେ ଆଶା ଥିଲା, ଏ କଥାର ମୁଁ ଗୁରୁତ୍ୱ କେବେ ଦେଇନଥିଲି, କେବେ ବି ଭାବିନଥିଲି। এই চপল দুটা ছাড়ি দিয়ে গলে সারা জীবন অনুচিন্তার বোঝ বইয়া পাই। ক্রিয়াকর্ম সরিবা পরে দাদাঙ্কর সন্তক হিসাବରେ এই চপল হଳକୁ ମୋ ପାଖକୁ ନେଇ ଆସିଲି। ବିରାଜ ସିନା ତାଙ୍କ ଅନ୍ନପିଣ୍ଡର ଅଧିକାରୀ, ହେଲେ ଦାଦା ବଞ୍ଚିଥିବା ଯାଏ ତାଙ୍କ ପିଣ୍ଡକୁ ମୋତେ ସମର୍ପି ଦେଇଥିଲେ। ଯୋଉଥିପାଇଁ କେହି ମୋତେ ପୁତୁରା ବୋଲି ଡାକିଲେ ସେ ସହିପାରୁନଥିଲେ। ଭାଇ, ଆପଣଙ୍କ ଜୀବନରେ ଏତେ ବଡ଼ ଇତିହାସ ଅଛି ଆମେ ଜାଣିନଥିଲୁ ଭାଇ। ସତରେ ଭାଇ, ଆମେ ଭାରି ଅନୁତପ୍ତ। ଜନାର୍ଦ୍ଦନ ବାବୁ ସେଇଦିନଠୁ ଦୁଃଖୀ ଦରିଦ୍ରଙ୍କ ପେଟକୁ ନଜର ପଡ଼ିବା ଆଗରୁ ସେମାନଙ୍କର ଲଙ୍ଗଳା ପାଦ ଉପରେ ମୁଁ ନଜର ଉଠେଇ ପାରେନି। ଦାଦାଙ୍କର କଥା ମନେ ପଡ଼େ। ଅନ୍ନଦାନ, ବସ୍ତ୍ରଦାନ ଭଳି ପାଦୁକା ଦାନ ବି ମହାପୁଣ୍ୟ, ମହାପୁଣ୍ୟ ଜନାର୍ଦ୍ଦନ ବାବୁ, ମହାପୁଣ୍ୟ।